Hi, dear students. Welcome to e-learning, and your subject is automotive, and your topic history and evolution of automobile. এইটা হচ্ছে তোমার প্রথম কভার পেজ মোটরযান কারিগর এবং এইটা হচ্ছে তোমার यूनिट 7টা ଅଛି ଏବଂ ଆଜି ଆମେ ପଢିବା यूनिट 1 ଆଉ यूनिट 1 ରେ ଆମର ଅଛି ମୋଟର ଯାନର ଇତିହାସ ଓ ଅଭ୍ୟୁଦୟ ଉପରେ। ତାହେଲେ ଆମେ ଦେଖିବା यूनिट 1। ତ ଆମେ ପଢିବା ହିଷ୍ଟ୍ରି ଆଣ୍ଡ ଇଭଲ୍ୟୁସନ ଅଫ ଅଟୋମୋବାଇଲ, ମୋଟର ଯାନର ଇତିହାସ ଓ ଅଭ୍ୟୁଦୟ ଉପରେ। ଉପକ୍ରମ। ମୋଟର ଯାନ ବା ବାହନ ବିଷୟରେ ତୁମେମାନେ ଜାଣିଥିବ। ମୋଟର ଯାନର ଅର୍ଥ ହେଲା ସ୍ୱୟଂଚାଳିତ ଯାନ ବା ମୋଟର ଚାଳିତ ଯାନ। ଏହା ଚକ ଦ୍ୱାରା ଗତିଶୀଳ ହୋଇଥାଏ। ଏହା ଦ୍ୱାରା ମାଲପତ୍ର ଓ ଯାତ୍ରୀ ପରିବହନ କାର୍ଯ୍ୟ କରାଯାଇଥାଏ। ଏହି ଯାନ ତାର ଇଞ୍ଜିନକୁ ମଧ୍ୟ ଧାରଣ କରିଥାଏ। ପିଲାମାନେ ଆମେ ଜାଣିଛେ ଯେ ମୋଟର ଯାନ କଣ, ଆମେ ଦେଖିପାରୁଛେ ବାହାରେ ଆମେ ଦେଖିପାରୁଛେ ଯେ ମୋଟର ଯାନ କାଣା ଗାଡ଼ି ମୋଟର ଦେଖିପାରୁଛେ। ତ ସେ ଗାଡ଼ି ମୋଟରଟା କାଣା ହେଇଥିସି, ଗୋଟେ ସ୍ୱୟଂ ଚାଳିତ ହେଇଥିସି। ସେ ନିଜେ ନିଜେ ଚାଲିଥିସି, କାହା ଦ୍ୱାରା? ଡ୍ରାଇଭର ଦ୍ୱାରା ଚାଲିଥିସି। ତ ସେ ଗୋଟେ ଇଞ୍ଜିନ କେ ବି ଧରିକରି, ମାନେ ସେ ଗାଡ଼ିରେ ଗୋଟେ ଇଞ୍ଜିନ ବି ଥିସି। ଆଉ ସେ ଗାଡ଼ି ଦ୍ୱାରା ଆମେ କାଣା ନେଇ ପାରସା, ମାଲପତ୍ର ଜିନିଷ ପତ୍ର ନେଇ ପାରସା ଆଉ ଲୋକମାନେ ବି ଯାଇ ପାରସା। ତ ଅଟୋମୋବାଇଲ ଶବ୍ଦଟି ଗ୍ରୀକ ଓ ଲାଟିନ ଶବ୍ଦ ଦ୍ୱୟରୁ ସୃଷ୍ଟି। ଗ୍ରୀକ ଶବ୍ଦ ଓଟୋ ର ଅର୍ଥ ହେଲା ଓଟସ୍ ବା ସ୍ୱ ଏବଂ ଲାଟିନ ଶବ୍ଦ ଅନୁସାରେ ମୋବାଇଲ୍ସ ର ଅର୍ଥ ହେଲା ମୁଭେବୁଲ ବା ଗତିଶୀଳ। ଏଥିରୁ ସ୍ପଷ୍ଟ ଯେ ମୋଟର ଯାନ ନିଜେ ଗତିଶୀଳ। ତ ଆମେ ଯୋଉ ପଢୁଛେ ଅଟୋମୋବାଇଲ ଶବ୍ଦଟି ଦୁଇଟା ଭାଷାରୁ ଆସିଛି, ଯେନ୍ଟା ଗ୍ରୀକ ଆଉ ଲାଟିନ ଶବ୍ଦରୁ ଆସିଛି। ତ ତାର ଅର୍ଥ ହଉଛି ଗ୍ରୀକ ରୁ ଯୋଉ ଯେନ୍ଟା ଆସିଛି ସେଟା ହଉଛି ତାଟା ହେଲା ସ୍ୱ, ଆଉ ଲାଟିନ ଶବ୍ଦରୁ ଯେନ୍ଟା ଆସିଛି ତାହା ହଉଛି ଗତିଶୀଳ। ଅଟୋ ଆଉ ମୁଭେବୁଲ। ଅଟୋର ଅର୍ଥ ସ୍ୱ ଏବଂ ମୁଭେବୁଲ ର ଅର୍ଥ ଗତିଶୀଳ। ତ ଅଟୋମୋବାଇଲ ର ଅର୍ଥ ହେଉଛି ସ୍ୱଚାଳିତ ଯାନ। ତ ଫ୍ରେଞ୍ଚ ଶବ୍ଦ ଅନୁସାରେ ଏହାର ଅର୍ଥ ହେଲା କାଠ ବା ଚକ ଅଖ ଚାଳିତ ଶଗଡ଼। ଆଉ ଲାଟିନ ଶବ୍ଦ ଅନୁସାରେ ଏହାର ବିକଳ୍ପ ଅର୍ଥ ହେଲା କ୍ୟାରସ୍ ବା କ୍ୟାରମ। ଏହା ସ୍ପଷ୍ଟ ଯେ ମୋଟର ଯାନ 4 ଚକ ବିଶିଷ୍ଟ ଓ ସଡ଼କ ପଥରେ ଗତିଶୀଳ। ଏଥିରେ ଜଣେ କିମ୍ବା 2 ଜଣଙ୍କ ପାଇଁ ବସିବାର ବ୍ୟବସ୍ଥା ଥାଏ। ମୁଖ୍ୟତଃ ଏହା ମାଲ ଓ ଯାତ୍ରୀ ପରିବହନ ପାଇଁ ତିଆରି ହୋଇଥାଏ। ଆମେ ଜାଣିନା ଯେ ଅଟୋମୋବାଇଲ ମୋଟରଯାନ 4ଟା ଚକ ଥିସି ଆଉ ସେଥାନେ ଜିନିଷ ପତ୍ର ଗୋଟେ ଜାଗାରୁ ଆଉ ଗୋଟେ ଜାଗା ନେଇ ହେଇ ପାରସି ବା ଲୋକମାନକେ ବି ନେଇ ପାରସି, ନିଆଉଣା ହେଇ ପାରସି। ଏହି ଅଧ୍ୟାୟରେ ଗୋଟିଏ ଶଗଡ଼ ଚକର ଗଠନ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଛି। ମୋଟର ଯାନର ଉଦ୍ଭାବନ ଶହ ଶହ ହଜାର ବର୍ଷର ନିରବଚ୍ଛିନ୍ନ ଉଦ୍ୟମ ଓ ବିକାଶର ବିଭିନ୍ନ ପର୍ଯ୍ୟାୟ ଦେଇ ଏହା ସମ୍ଭବ ହୋଇପାରିଛି। ତ ଆମେ ଇ ପାଠେ ଶଗଡ଼ ଚକ ଇ ଅଧ୍ୟୟନ ଶଗଡ଼ ଚକ ବିଷୟରେ ପଢ଼ମା ଆରୁ ତାର କେନ୍ ହିସାବରେ କାର୍ଯ୍ୟ କରସି, କାମ କରସି, ସେ ଉପରେ ଆମେ ପଢ଼ମା। ତ ମୋଟର ଯାନର ସେ ଚକାଟା ବା ମୋଟର ଯାନଟା ଯେ ଉଦ୍ଭାବନ ହେଇଛି ଶହ ଶହ ହଜାର ବର୍ଷ ଦେଇକରି ଗତି କରି ଆସିକରି ଏବେ ଯେନ୍ ଷ୍ଟେଜରେ ଅଛି ସେ ଷ୍ଟେଜରେ ଅଛି। ତ ଏତେ ଦିନ ଭିତରେ କେନ୍ ହିସାବରେ बनला, କେନ୍ ହିସାବରେ ଷ୍ଟେଜ ଦେଇକରି ଆସିଲା, ସେ ବିଷୟରେ ଆମେ ଆଗକେ ସବୁ ପଢ଼ମା। ପ୍ରଥମ ପର୍ଯ୍ୟାୟ ବା ସେକ୍ସନ 1 ଚକର ଉଦ୍ଭାବନ, ଇନଭେନ୍ସନ ଅଫ ହୁଇଲ। ଜାଣି ରଖ ଯେ ଚକର ବ୍ୟବହାର
ଚକର ବ୍ୟବହାର ମଣିଷ ସଭ୍ୟତାର ଆରମ୍ଭରୁ ହିଁ କରାଯାଇଛି। ସେହି ସମୟରୁ ଚକ ଏକ ପ୍ରଧାନ ଯାନ୍ତ୍ରିକ ଉଦ୍ଭାବନ ବୋଲି ବିବେଚିତ। ବହୁ ପ୍ରାଚୀନ କାରିଗରୀ କୌଶଳ ଦ୍ୱାରା ଏହି ଚକର ଉଦ୍ଭାବନ ହୋଇଥିଲା, ଯାହାକି କେତେକ ତତ୍ତ୍ୱ ଉପରେ ଆଧାରିତ। ତ ଆମେ ମଣିଷ ସଭ୍ୟତା ଯେନ୍ ଠାନୁ ଆରମ୍ଭ ହେଇଛି ସେ ଠାନୁ ଏକା ଇ ଆମର ଚକକେ ବ୍ୟବହାର କରାଯାଇଛି। ଯେନ୍ଟା କି ତମେ ଦେଖିପାରୁଛ ପିଲେ ଚକଟା এইটা হচ্ছে ଚକ। ଚକର ବ୍ୟବହାର କରାଯାଇ ଆସୁଛି। ତ ସେ ଏଇ ଚକକେ ଗୋଟେ ପ୍ରଧାନ ଅଂଶ ଭାବେ ମନାଯାଇଛି। ବହୁତ ଆଉ ଯାନ୍ତ୍ରିକ ରେ ବ୍ୟବହାର କରିବାରେ ଚକର ବ୍ୟବହାର ବହୁତ ଆବଶ୍ୟକ ବୋଲିକରି ମନାଯାଇଛି। ତ ଇ ଚକାକେ ପୁରୁଣା କାରିଗର କୌଶଳ ଦ୍ୱାରା ଭଲସେ ବନା ହେଇଛି, ମାନେ ଗୋଟେ ଉଦ୍ଭାବନ କରାହେଇଛି ଚକାକେ, ଯେନ୍ଟା କି ବହୁତ ଜିନିଷର ତତ୍ତ୍ୱକେ ନେଇକରି ବନାଯାଇଛି। ବୋଧହୁଏ ଚକର ଉଦ୍ଭାବନ ପ୍ରାୟ ନୂତନ ପ୍ରସ୍ତର ଯୁଗ ନିଓଲିଥ୍ ଏଜ୍ ରେ ହୋଇଥିଲା। ପରେ ପରେ ବୈଷୟିକ ଜ୍ଞାନକୌଶଳର ବିକାଶ ଯୋଗୁଁ ବ୍ରୋଞ୍ଜ ଯୁଗର ଉଦ୍ଭିଦ ହେଲା। ତ ଆମେ ଅନୁମାନ ହିସାବରେ ଆମେ ଜାଣିନା ଯେ ପ୍ରସ୍ତର ଯୁଗରେ ଚକର ଉଦ୍ଭାବନ ହେଇଥିଲା। ପରେ ପରେ କାଣା ହେଲା, ଜ୍ଞାନକୌଶଳର ବିକାଶ ହେଲା। ବିକାଶ ହେବା ଦ୍ୱାରା ବ୍ରୋଞ୍ଜ ଯୁଗ ଆରମ୍ଭ ହେଲା, ଯେନ୍ଟା କି ତମ୍ବା ବୋଲି କୁହାଯାଏ। ସେ ଯୁଗଟା ଆରମ୍ଭ ହେଲା, ସେ ଟାଇମରେ ମିଳିଲା। ତ ଖ୍ରୀଷ୍ଟପୂର୍ବ 4500 ରେ ପ୍ରତ୍ନତତ୍ତ୍ୱ ଖନନ ଯୁଗରେ ପୋଟର୍ସ ହୁଇଲ୍ସ ମାଟି ଚକାର ଉଦ୍ଭାବନ ହେଲା ଏବଂ ଖ୍ରୀଷ୍ଟପୂର୍ବ 4500 ରୁ 3300 ରେ ପ୍ରାକ୍ ଅଶ୍ୱଚାଳିତ ଗାଡ଼ିର ଚକର ବ୍ୟବହାର ହେଲା। ଖ୍ରୀଷ୍ଟପୂର୍ବ 3300 ରୁ 2200 ରେ ପ୍ରାକ୍ ବ୍ରୋଞ୍ଜ ଯୁଗର ଆରମ୍ଭ ହେଲା। ଖ୍ରୀଷ୍ଟପୂର୍ବ 2200 ରୁ 1550 ମଧ୍ୟ ବ୍ରୋଞ୍ଜ ଯୁଗରେ ଚକ ଓ ସ୍ପୋକ୍ ଯୁକ୍ତ ଅଶ୍ୱଚାଳିତ ଗାଡ଼ିର ଉଦ୍ଭାବନ ହେଲା। ତ ପିଲାମାନେ ଆମେ କାଣା କି ଖ୍ରୀଷ୍ଟପୂର୍ବ 4500 ରେ ଆମର ପୋଟର୍ସ ହୁଇଲ୍ସ ବା ମାଟିର ଚକ, ଯେନ୍ଟା କି ତମେ ଦେଖିପାରୁଛ ଏଇଟା, ଏଇ ଜିନିଷଟା 4500 ଖ୍ରୀଷ୍ଟପୂର୍ବ 4500 ରେ ହେଇଥିଲା। ଆରୁ 4500 ରୁ 3300 ଭିତରେ ଅଶ୍ୱଚାଳିତ ଗାଡ଼ିର ଚକ ବ୍ୟବହାର ହେଇଥିଲା, ଯେନ୍ଟା କି ଘୋଡ଼ା ଗାଡ଼ି ଚକା ଏଇ ଟାଇପର ଚକା ହେଇଥିଲା। ଆଉ ଆମର 3300 ରୁ 2200 ଭିତରେ ବ୍ରୋଞ୍ଜ ଯୁଗ ଆରମ୍ଭ ହେଲା। ବ୍ରୋଞ୍ଜ ଯୁଗ କି ଆମର ଯେନ୍ଟା କି ତମ୍ବାର ବ୍ୟବହାର ବିଷୟରେ କିଛି ଜାଣିଲେ ଲୋକମାନେ। ତାପରେ 2200 ରୁ 1550 ଭିତରେ ଚକା ଆଉ ତାର ସ୍ପୋକ୍, ଯେନ୍ଟା କି ତମେ ଦେଖିପାରୁଛ ଇ ଟାଇପର ମାନେ ଚକଟା ବ୍ୟବହାର କରିବାରେ ସେମାନେ ଜାଣିଲେ ବା ଆମେ ଦେଖିପାରୁଛେ ସେତେ ଟାଇମରେ ସେଥି ଭିତରେ ହେଇଥିଲା ବୋଲିକି ଆମେ ଜାଣିଛେ। ତ ଶିଳ୍ପ ବିପ୍ଳବ ସମୟରୁ ପ୍ରତ୍ୟେକ ଯନ୍ତ୍ରରେ ଚକ ଏକ ପ୍ରଧାନ ଅଂଶ ଭାବେ ବିବେଚିତ ହୋଇ ଆସୁଛି। ଯଦିଓ ଚକର ଉଦ୍ଭାବନ ସ୍ଥାନ ଓ ସମୟ ଅଦ୍ୟାବଧି ଦ୍ୱନ୍ଦାତ୍ମକ, ତଥାପି ଏହା ସ୍ୱୀକାର୍ଯ୍ୟ ଯେ ଚକର ଉଦ୍ଭାବନ ଓ ବ୍ୟବହାର ପ୍ରାଚୀନ ସଭ୍ୟତା ସମୟରୁ ହିଁ ଆରମ୍ଭ ହୋଇଛି। ଶିଳ୍ପ ବିପ୍ଳବ ଯେତେବେଳେ ହେଲା ସେ ସମୟ ଠାନୁ ଚକାକେ ଗୋଟେ ପ୍ରଧାନ ଅଂଶ ଭାବେ ଆମେ ବ୍ୟବହାର କରୁଛୁ ବା ବ୍ୟବହାର ମାନି ଆସୁଛୁ ଆଉ ବ୍ୟବହାରରେ ବି ଆସୁଛି। କିନ୍ତୁ ଚକାର ଉଦ୍ଭାବନ କେନ୍ ଜାଗାରେ ହେଇଥିଲା ଫାଷ୍ଟ, ସେ ବିଷୟରେ ଆମେ ଦ୍ୱନ୍ଦାତ୍ମକ ହିସାବରେ ଅଛା। ତ ସେଥିର୍ଲାଗି ଆମେ କିନ୍ତୁ ଏତେ ଜାଣିଛାଁ ଯେ ଚକାର ଉଦ୍ଭାବନ ପ୍ରାଚୀନ ସଭ୍ୟତାରୁ ହିଁ ଆସିଛି।
ତ ଆମେ ଯେତେବେଳେ ପଢିଛେ ଆଗରୁ ପଢିଛୁ ଯେ ଚକ ହଉଛି ପ୍ରାଚୀନ ସଭ୍ୟତାରୁ ଆସିଛେ ବୋଲି ଆମେ ଜାଣିଛୁ, କିନ୍ତୁ ସେଟା କେତେ ଟାଇମରେ ହେଇଛେ, କେନ୍ ଟାଇମରେ ହେଇଛେ, ଏକ୍ଜାକ୍ଟଲି କେତେ ଟାଇମରେ ହେଇଛେ ସେଟା ଆମେ ନାଇଁ ଜାନବା। ତ ଆଗକେ ଦେଖମା ଏଇ ବିଷୟରେ କାଣା କାଣା କରାହେଇଛି। ଇତିହାସ ପୃଷ୍ଠାରୁ ଜଣାପଡେ ଯେ ପ୍ରାୟ ଖ୍ରୀଷ୍ଟପୂର୍ବ 3500ରେ ଏହାର ଉଦ୍ଭାବନ ପ୍ରାୟତଃ ମେସୋପୋଟାମିଆରେ ହୋଇଥିଲା। ଚିତ୍ର 1.1ରେ ଦିଆଯାଇଥିବା ଚକ ପ୍ରାୟତଃ 5500 ବର୍ଷର ପୁରୁଣା ଅଟେ। ଆମେ ଇତିହାସ ପୃଷ୍ଠାରୁ ଆମେ ପଢିକି ଜାଣିଛେ ଯେ ଚକ 3500ରେ ମେସୋପୋଟାମିଆରେ ହେଇଥିଲା, ଉଦ୍ଭାବନ ହେଇଥିଲା। ଯେନ୍ଟାକି ତମେ ଦେଖିପାରୁଛ ହେଲେ ଏଇ ଚକଟା ହେଇଥିଲା, ଏଇ ଚକଟା ହେଇଥିଲା। ତ ଯେନ୍ଟା କି ଏବେ 5500 ବର୍ଷ ପୁରୁଣା ଅଟେ ସେ ଚକାଟା। ପ୍ରାୟ ଖ୍ରୀଷ୍ଟପୂର୍ବ 3200ରେ ମେସୋପୋଟାମିଆରେ ଚକଯୁକ୍ତ ଅଶ୍ୱଚାଳିତ ଘୋଡାଗାଡି ଦ୍ୱାରା ମାଲ ପରିବହନ କରାଯାଉଥିଲା। ଭାରତୀୟ ପୌରାଣିକ କିମ୍ବଦନ୍ତୀ ଅନୁସାରେ ଘୋଡାଗାଡିର ବ୍ୟବହାର ପ୍ରାୟ ଖ୍ରୀଷ୍ଟପୂର୍ବ 3000ରେ ଭାରତରେ ହୋଇଥିଲା। ତ ଖ୍ରୀଷ୍ଟପୂର୍ବ 3200ରେ ମେସୋପୋଟାମିଆ କାଣା ହେଇଥିଲା, ଚକାଯୁକ୍ତ ଘୋଡାଗାଡି ଦ୍ୱାରା ମାଲ ମାନେ ଜିନିଷ ପତ୍ର ମାନେ ଗୋଟେ ଜାଗା ନା ଗୋଟେ ଜାଗାକେ ନିଆଯାଉଥିଲା। ତ ଭାରତରେ ଯେନ୍ ପୌରାଣିକ ହିସାବରେ ଯେନ୍ କିମ୍ବଦନ୍ତୀ ଅନୁସାରେ ଆମେ ଜାଣିଛେ ଯେ ଭାରତରେ 3000 ଖ୍ରୀଷ୍ଟପୂର୍ବ 3000ରେ ବ୍ୟବହାର କରାଯାଇଥିଲା। ଜାଣିବାର କଥା ଯେ ଘୋଡାଗାଡି ନିର୍ମାଣରେ ଚକର ବ୍ୟବହାର ପୂର୍ବରୁ ସେଗୁଡ଼ିକୁ ବିଭିନ୍ନ ଶିଳ୍ପ ଓ କଳକାରଖାନାରେ ପ୍ରୟୋଗାତ୍ମକ ଭାବେ ବ୍ୟବହାର କରାଯାଇଥିଲା। ତ ଇ ଯେନ୍ ଆମର ମେସୋପୋଟାମିଆରେ ହଉ କି ଭାରତରେ ହଉ ଯେନ୍ ଆମେ ବ୍ୟବହାର କନା, ତାର ଆଗରୁ କାଣା ହେଇଥିଲା, ଶିଳ୍ପ ଆରୁ କାରଖାନା ରେ ପ୍ରୟୋଗାତ୍ମକ ଭାବେ ଫାଷ୍ଟ ବ୍ୟବହାର କରାଯାଇଥିଲା। ତ ଇଜିପ୍ଟ ଦେଶର ଲୋକମାନେ ପ୍ରଥମେ 2 ଚକିଆ ଘୋଡାଗାଡି ପ୍ରାୟ ଖ୍ରୀଷ୍ଟପୂର୍ବ 2000ରେ ବ୍ୟବହାର କରୁଥିଲେ, କିନ୍ତୁ ୟୁରୋପ ଦେଶରେ ପ୍ରାୟ ଖ୍ରୀଷ୍ଟପୂର୍ବ 1400ରେ ଏହିପରି 2 ଚକିଆ ଘୋଡାଗାଡିର ବ୍ୟବହାର ଥିବା ବିଶ୍ୱାସ କରାଯାଏ। ଇଜିପ୍ଟରେ କାଣା ହେଲା, ଖ୍ରୀଷ୍ଟପୂର୍ବ 2000ରେ ସେଟାକେ ବ୍ୟବହାର କରୁଥିଲେ, ଆରୁ ୟୁରୋପରେ ଖ୍ରୀଷ୍ଟପୂର୍ବ 1400ରେ ବ୍ୟବହାର କରୁଥିଲେ। ଚକ ଓ ଏହାର ଗଠନ, ହୁଇଲ ଆଣ୍ଡ ଇଟ୍ସ ଷ୍ଟ୍ରକ୍ଚର। ଅଖଯୁକ୍ତ ପ୍ରତିସମ ଯେ କୌଣସି ପଦାର୍ଥର ବୃତ୍ତାକାର ପଥରେ ଘୂର୍ଣ୍ଣୟନ ଚକ ବିନା ସମ୍ଭବ ହୋଇନଥାଏ। ତ ଗୋଟେ ଜିନିଷଟା ବୃତ୍ତାକାର ହିସାବରେ ଯଦି ସେ ବୁଲବା, ତ ଚକ ନେଇ ହେଲେ ସେ ବୁଲି नहीं पारे, ଚକ ବିନା ସେ ସମ୍ଭବ ନେଇସେ। ଏହି ତତ୍ତ୍ୱର ଆଧାରରେ ଛୋଟ ଘଣ୍ଟାରୁ ମୋଟରଯାନ, ଜେଟ୍ ଇଞ୍ଜିନ, କମ୍ପ୍ୟୁଟର ଡିସ୍କ ଆଦିର ସୃଷ୍ଟି ହୋଇପାରିଛି। ସେଟାକେ ନେଇକରି, ସେ ଜିନିଷଟାକେ ନେଇକରି, ସେ ତତ୍ତ୍ୱକେ ନେଇକରି ଗୋଟେ ଛୋଟ ଘଣ୍ଟାନୁ ମୋଟରଯାନ, ଜେଟ୍ ଇଞ୍ଜିନ, କମ୍ପ୍ୟୁଟର ଡିସ୍କ ଜାଣିପାରୁଛ, କମ୍ପ୍ୟୁଟର ସିଡି ଆଦିର ସୃଷ୍ଟି ହୋଇପାରିଛି। ତ ସେ ଜିନିଷ ମାନେ ହେଇପାରିଛି। ପ୍ରାକ୍ ଚକଗୁଡ଼ିକ କାଠ ନିର୍ମିତ ଓ ଏହାର ମଧ୍ୟଭାଗରେ ଅଖ ସଂଯୁକ୍ତ ନିମନ୍ତେ ଏକ ଗାତ ସ୍ଥାନ ଥାଏ। ଯେନ୍ଟା କି ଆମେ ଏଇ ଚିତ୍ରରେ ଦେଖିପାରୁଛା ଯେ ଇ ଜିନିଷଟା ଏଇଟା ହେଲା ସେ ଗାତ, ଇ ଜିନିଷଟା ଥିସି। ତାର ଚକା ହେଲା ଏଇଟା, ତାର ମଧ୍ୟ ଭାଗରେ ହେଲା ଏଇ ଅଖଯୁକ୍ତ, ଏଇଟା ହେଲା ଏଇଟା। ତ ଏହାର ଗଠନ ନିମନ୍ତେ ସମାନ୍ତରାଳ କାଠ ଗରିଣ୍ଡା ଉପଯୁକ୍ତ ହୋଇନଥାଏ, କାରଣ ଏହାର ଭାର ବହନ କରିବା ନିମନ୍ତେ ଯେତେ ଦୃଢ଼ ହୋଇନଥାଏ। ତେଣୁ ଲମ୍ବା ଓ ଗୋଲେଇ କାଠ ଖଣ୍ଡ ଏଥି ନିମନ୍ତେ ବ୍ୟବହାର କରାଯାଏ। ତ ଆମେ ଯଦି ବି ସିଧା ସିଧା କାଠକେ ବ୍ୟବହାର କର୍ମା, ତ ଚକ ଭଳିଆ ହେଇପାରବା କି ସେଟା नहीं ହେଇପାରେ, ଯାଦ୍ୱାରା କି ଚକ ଗୋଟେ ଗଠନ ହେଇ नहीं पारे। ତ ସେଥିଲାଗି ଚକ ଯଦି ଗଠନ କରବାକେ ହେଲେ ଆମକେ ଗୋଲାକାର ବା ବଙ୍କା
ଗୋଲାକାର ଆକୃତିର ଗୋଟେ ବଙ୍କା କାଠ କେ ବ୍ୟବହାର କରି ଗୋଟେ ଚକ ବନାଯାଇସି। ତ ସେ ଚକ ବନାଲା ପରେ ସେଟା ବହୁତ ଦୃଢ଼ ହେଇପାରବା, ବହୁତ ମଜବୁତ ହେଇପାରବା, ଆଉ ତାକେ ଆମେ ଭଲସେ ବ୍ୟବହାର କରିପାରମା। ବହୁ ପ୍ରାଚୀନ କାଠ ନିର୍ମିତ ଚକ ଓ ଅଖର ବ୍ୟବହାର ସ୍ଲୋଭେନିଆର ରାଜଧାନୀ ଲୁବଲିଜାନା ଠାରେ ପ୍ରାୟ 2003ରେ ଲକ୍ଷ୍ୟ କରାଯାଇଥିଲା। ତ ବହୁତ ଦିନ ଆଗରୁ 2003ରେ ଆମେ ଗୋଟେ ପାଇଥିନା ଚକର ଗୋଟେ ଅଂଶ ପାଇଥିଲି। ଚକ ଗୋଟେ ପାଇଥିଲି। ଗୋଟେ ଅଂଶ ନାହିଁ, ଗୋଟେ ଚକ ପାଇଥିଲେ। ସେ ଚକ ଯେନ୍ଟା ପାଇଥିଲେ ସେଟା ପାଇଥିଲେ ସ୍ଲୋଭେନିଆର ରାଜଧାନୀରେ ସେ ପାଇଥିଲେ। ଯେନ୍ଟା କି କାଠରେ ତିଆରି ହେଇଥିଲା ସେ ଚକଟା। ତ ରେଡିଓ କାର୍ବନ ପଦ୍ଧତି ଅନୁସାରେ ଏହା ପ୍ରାୟ 5100ରୁ 5300 ବର୍ଷ ପୁରୁଣା। ଏହାର ବ୍ୟାସ 72 ସେଣ୍ଟିମିଟର ବା 28 ଇଞ୍ଚ। ଏହାର ଚକ ଆସ୍ ଓ ଅଖ ଓକ୍ ଗଛର କାଠ ଦ୍ୱାରା ନିର୍ମିତ ହେଇଛି, ଯାହା ତମେ ଦେଖିପାରୁଛ। ଯାହା ପିଲାମାନେ ତମେ ପରେ ଦେଖିପାରୁଛ, ଯୋଉଟା କି ଏଇଟା ହଉଛି ଆସ୍ ଗଛ ଏବଂ ଏଇଟା ହଉଛି ଓକ୍ ଗଛ। ତ ପିଲାମାନେ ଆମେ ଜାଣିନା ଯେ ଯେନ୍ ଚକଟା ବାହାରିଛି, ଯେନ୍ ଚକଟା ପାଇଲେ ସେଟା 5100 ଆଉ 5100ରୁ 5300 ବର୍ଷ ପୁରୁଣାଟା। ଆଉ ସେଟା ହଉଛି 72 ସେଣ୍ଟିମିଟର, ତାର ବ୍ୟାସ ହଉଛି 72 ସେଣ୍ଟିମିଟର ବା 28 ଇଞ୍ଚ ଅଛି। ଆଉ ସେଟା ହଉଛି ଆସ୍ ଗଛ ଆଉ ଓକ୍ ଗଛରୁ ଗଛର କାଠରୁ ତିଆରି। ତ ଚିତ୍ର 1.2 ରେ ଥିବା ସ୍ପୋକ୍ ଦଣ୍ଡ ଯୁକ୍ତ ଚକର ଉଦ୍ଭାବନ ନିକଟ ଅତୀତରେ ହୋଇଥିବା ଅନୁମାନ କରାଯାଏ। ଏହାକୁ ବ୍ୟବହାର କରି ପରବର୍ତ୍ତୀ କାଳରେ ହାଲୁକା ଏବଂ ଦ୍ରୁତ ଗତିଶୀଳ ଯାନ ନିର୍ମାଣ କରାଗଲା। ତ ଆମର ସ୍ପୋକ୍ ଯୁକ୍ତ ଚକ ବ୍ୟବହାର କରି ଆଗକେ କାଣା କରାଗଲା, ତ ପୁରା ହାଲୁକା ଚକ ଆର ଦ୍ରୁତ ଗତିଶୀଳ ହେଇପାରୁଥିବା ଯାନ ନିର୍ମାଣ କରାଗଲା। ଉଲ୍ଲେଖନୀୟ ଘଟଣା ଯେ ଏପରି ମନୁଷ୍ୟକୃତ କଳାକୃତି ଇଣ୍ଡସ୍ ଭ୍ୟାଲିର ହରପ୍ପା ସଭ୍ୟତା ସମୟର ବୋଲି ସୂଚାଯାଏ। ଅପରପକ୍ଷରେ ଭାରତର ଉତ୍ତର ପଶ୍ଚିମାଞ୍ଚଳରେ ମାଟି କାଦୁଅ ନିର୍ମିତ ଚକାଯୁକ୍ତ ଖେଳଣା ଗାଡ଼ି ଏବଂ ସେଥିରେ ଚିତ୍ରିତ ସ୍ପୋକ୍ ମଧ୍ୟ ଏହାର ସୂଚନା ଦେଇଥାଏ। ତ ଆମେ ଅଲଗା ହିସାବରେ ମାନେ ଜଣାଗଲା ଭାରତରେ ଉତ୍ତର ପଶ୍ଚିମାଞ୍ଚଳରେ ସେ ମାନେ ମାଟିରେ ତିଆରି ଚକ ବ୍ୟବହାର କରୁଥିଲେ ଏବଂ ତାର ସ୍ଥାନେ ସ୍ପୋକ୍ ର ବି ଚିହ୍ନିତ ଥିଲା। ତ ଏଇ ଜିନିଷଟା ହରପ୍ପା ସଭ୍ୟତା ସମୟରେ ବୋଲି ଜଣାଯାଇଥିଲା। ଏଇ ଯେନ୍ ଆମର ଚକଟା ହେଇଥିଲା ସବୁ ଇଣ୍ଡସ୍ ସିଭିଲାଇଜେସନରେ ହେଇଥିଲା ବୋଲି ଜାଣିଥିଲେ ସବୁ, ଦେଖାଯାଇଥିଲା। ପ୍ରାୟ ଖ୍ରୀଷ୍ଟପୂର୍ବ 2000 ଆଣ୍ଡସଭୋ ସଂସ୍କୃତି କାଳରେ କାଠ ନିର୍ମିତ ସ୍ପୋକ୍ ଯୁକ୍ତ ଚକର ବ୍ୟବହାର ଏହାର ଏକ ଉଲ୍ଲେଖନୀୟ ଉଦାହରଣ। ତ 2000 ମସିହାରେ ଯେନ୍ ସ୍ପୋକ୍ ଯୁକ୍ତ ଚକ ହେଇଥିଲା ତାର ଗୋଟେ ଉଦାହରଣ ଥିଲା। ପରେ ପରେ ଜନଜାତିଙ୍କ ଅଶ୍ୱ ସଂସ୍କୃତି ଓ କାଭାକ୍ସଙ୍କ ରାଜତ୍ୱ କାଳରେ ଅଶ୍ୱଚାଳିତ ଚକଯୁକ୍ତ ଘୋଡ଼ାଗାଡ଼ି ମୁଖ୍ୟତଃ ଯୁଦ୍ଧ ପାଇଁ ବ୍ୟବହୃତ ହେଉଥିଲା। ତ ରାଜା ରାଜୁଡ଼ି ଶାସନ ଟାଇମରେ ସେ କାଣା କି ଯୁଦ୍ଧରେ ସେ ଜିନିଷଟା ବ୍ୟବହାର କରାଯାଉଥିଲା। ଏହା 3 ଦଶନ୍ଧି ଧରି ବ୍ୟବହୃତ ହୋଇଥିଲା। କ୍ରମେ ସେମାନେ ଗ୍ରୀକ୍ ଅନ୍ତରୀପ ଆଭ୍ୟନ୍ତରୀଣ ଅଞ୍ଚଳକୁ
ପ୍ରବେଶ କରି ଭୂମଧ୍ୟସାଗରୀୟ ସ୍ଥାୟୀ ବାସିନ୍ଦାଙ୍କ ସହ ଯୋଗ ଦେଇ ଏପରି ଗାଡ଼ିର ବହୁଳ ବ୍ୟବହାର କରିଥିଲେ। ପ୍ରାୟ ଖ୍ରୀଷ୍ଟପୂର୍ବ 3000 ରୁ 2001 ମଧ୍ୟରେ ସେଲ୍ଟିକ୍ ଘୋଡ଼ା ଗାଡ଼ିରେ ପ୍ରଥମ କରି ଲୁହା ନିର୍ମିତ ରିମ୍ ଗୋଲେଇ ଚକ ବ୍ୟବହାର କରାଯାଇଥିବାର ଐତିହାସିକ ପ୍ରମାଣ ମିଳେ। ତ ଯେନ୍ ଚକଟା ମାନେ ଆମର ବନାଗଲା ସେଟା ବହୁତ ଦିନ କରି ୟୁଜ୍ କଲେ, ବହୁତ ଦିନ କରି ବ୍ୟବହାର କଲେ, 3 ଦଶନ୍ଧି ଧରିକି ବ୍ୟବହାର କଲେ। ତ ସେଟା କାଣା ହେଲା ଆଗକେ ବ୍ୟବହାର କରି କରି ସେ ଜିନିଷଟା ଭୂମଧ୍ୟ ସାଗରୀୟ ସ୍ଥାୟୀ ବାସିନ୍ଦାଙ୍କ ସାଙ୍ଗେ ମିଶିକରି ସେ ଜିନିଷଟା ବହୁତ ପରିମାଣରେ ବ୍ୟବହାର କଲେ। ତ ଏଇ ଜିନିଷଟା କେ ଖ୍ରୀଷ୍ଟପୂର୍ବ 3000 ରୁ 2001 ମଧ୍ୟ ଭିତରେ ଆହୁରି ଡେଭଲପ କଲେ, ଉନ୍ନତି କଲେ, ଆରୁ ଚକର ଉପରେ ଲୁହା ରିମ୍ ଲଗାଲେ, ଯେନ୍ଟା କି ତମେ ଦେଖିପାରୁଥିବ ପିଲାମାନେ ଏଇଟା এই ଜିନିଷଟା ଲୁହା ରିମ୍ ଲାଗିଛି, এই ଜିନିଷଟା ଲୁହା ରିମ୍ ଲାଗିଛି। ତ এই ଟାଇପର ଚକ ତିଆରି କଲେ। ତାପରେ ଚକାର ଉଦ୍ଭାବନ କ୍ରମେ ଜଳ ଚକ୍ର, ଅରଟ ଚକ୍ର ଓ ଯାନ୍ତ୍ରିକ ଚକ୍ର ଆଦିର ବ୍ୟବହାର ପଥ ଉନ୍ମୁକ୍ତ କଲା। ଏହାର ବ୍ୟବହାର ଦ୍ୱାରା ସୌରଜଗତ, ଜାଗତିକ ଓ ମହାଜାଗତିକ ବସ୍ତୁଗୁଡ଼ିକ ପରିମାପ ମଧ୍ୟ ସମ୍ଭବ ହୋଇପାରିଲା। ପରେ ପରେ ଏହାର ଅଦ୍ଭୁତ ଘଟି ପ୍ରୋପେଲର, ଜେଟ୍ ଇଞ୍ଜିନ୍ ଏବଂ ଘୂର୍ଣ୍ଣୟନ ଚକ୍ର ଆଦି ତିଆରି କରାଯାଇ ପାରିଲା। ତ ଚକାକେ ଆଗ ଷ୍ଟେପକେ ତାପରେ କାଣା ହେଲା ଚକାକେ ଅରଟ ଚକ, ଆମର ଯେନ୍ କପଡ଼ା ବନାବାର ଲାଗି ଯେନ୍ ଚକ ବ୍ୟବହାର କରାଯାଇସି ସେଟା ହେଲା ଅରଟ ଚକ, ଜଳ ଚକ୍ର, ଯାନ୍ତ୍ରିକ ଚକ୍ର, ସବୁ ସେ ଟାଇପର ଚକ୍ର ଗୁଡ଼ାକ ବ୍ୟବହାର କରାଗଲା। ଆଉ ବହୁତ ଜାଗାରେ ଚକ୍ର ବ୍ୟବହାର କରାଗଲା, ଯନ୍ତ୍ରରେ ବ୍ୟବହାର କରାଗଲା। ତ ଏଇ ଜିନିଷଟା ବ୍ୟବହାର ହେବା ଦ୍ୱାରା ସୌରଜଗତରେ ବହୁତ ଉନ୍ନତି ଆସିଲା, ଯଦ୍ୱାରା କି ଅତି ସହଜରେ ଗୋଟେ ଜିନିଷଟା କରିପାରିଲେ। ତ ଯେତେବେଳେ ବହୁତ ଜିନିଷଟା ହେଇପାରିଲା, ଚକର ବ୍ୟବହାର ହେବା ଦ୍ୱାରା ବହୁତ ଜିନିଷ ଯେତେବେଳେ ହେଇପାରିଲା, ତ ତାପରେ କାଣା ହେଲା କି ଜେଟ୍ ଇଞ୍ଜିନ୍ ଆଉ ଘୂର୍ଣ୍ଣୟନ ଚକ୍ର ଏଇ ଜିନିଷ ମାନେ ବନାଗଲା। ତ ଏହା ସ୍ପଷ୍ଟ ଯେ ଚକ୍ର ଏକ ବୃତ୍ତାକାର ବ୍ୟବସ୍ଥା ଯାହାକି ତାର କେନ୍ଦ୍ର ଚାରିପାଖେ ଘୂର୍ଣ୍ଣୟନ କରିଥାଏ। ଚକ ଓ ତାର ଅକ୍ଷ ସହ ସଂଯୋଜିତ ହୋଇ ଓଜନିଆ ପଦାର୍ଥକୁ ସହଜରେ ଘୂରାଇ ପାରେ। ଚକ ଗୋଟେ ବୃତ୍ତାକାର, ତ ତାର ଗୋଟେ କେନ୍ଦ୍ର ଅଛି। ତ ସେ କେନ୍ଦ୍ର ସାହାଯ୍ୟରେ ଆଉ କେନ୍ଦ୍ରରେ ତାର ଅକ୍ଷ ଲାଗିକରି ଅତି ସହଜରେ ଗୋଟେ ଚକକେ ଘୂର୍ଣ୍ଣୟନ କରିଥିସି। ତ ଚକ ଓ ତାର ଅକ୍ଷ ସହ ସଂଯୋଜିତ ହୋଇ ଓଜନିଆ ପଦାର୍ଥକୁ ସହଜରେ ଘୂରାଇ ପାରେ। ଯେତେ ଓଜନ ଜିନିଷ ବି ହେଇଥାଉ, ଅକ୍ଷ ଆଉ ଚକ ଦ୍ୱାରା ଅତି ସହଜରେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକେ ନିଆ ହେଇପାରସି। ତେଣୁ ଚକର ରିମ୍, ସ୍ପୋକ୍ ଓ ତାର ଅକ୍ଷଦଣ୍ଡ ଏହି ବ୍ୟବସ୍ଥାର ମୁଖ୍ୟ ଅଂଶ ଯାହାକି ପ୍ରଥମେ ପରିବହନ କାର୍ଯ୍ୟରେ ବିନିଯୋଗ କରାଯାଉଥିଲା। ସେତେବେଳେ ଚକର ରିମ୍, ସ୍ପୋକ୍ ଆଉ ତାର ଅକ୍ଷ ଇଟାକେ ମୁଖ୍ୟ ଅଂଶ ବୋଲି ଧରାଯାଉଥିଲା, ଯେନ୍ଟା କି ଗୋଟେ ଜାଗାରୁ ଆଉ ଗୋଟେ ଜାଗାକେ ନେବାର ଲାଗି ବହୁତ ଉପଯୋଗ ହେଇପାରୁଥିଲା। ଚକ ଓ ଅକ୍ଷ ଘୂର୍ଣ୍ଣୟନ ସମୟରେ ଘୂର୍ଣ୍ଣୟନ ଜନିତ ସୃଷ୍ଟି ଘର୍ଷଣ ବଳକୁ ଏହା ହ୍ରାସ କରିଥାଏ। ଚକ ତାର ଅକ୍ଷ ଚାରିପଟେ ବୃତ୍ତାକାର ପଥରେ ଘୂର୍ଣ୍ଣୟନ ନିମନ୍ତେ ବାହ୍ୟ ବଳ ପ୍ରୟୋଗ କରାଯାଇଥାଏ। ସମପୃଷ୍ଠ ତଳରେ ବଳ ପ୍ରୟୋଗ ଦ୍ୱାରା ଚକ ଓ ଅକ୍ଷ ସହଜରେ ଘୂରିଥାଏ। ଘୋଡ଼ା ଗାଡ଼ି ଓ ଉଡ଼ାଜାହାଜର ଚକ ଏପରି ଯାନ୍ତ୍ରିକ ପଦ୍ଧତିରେ ଗତିଶୀଳ ହୋଇଥାଏ। ତ ଚକ ଆଉ ଅକ୍ଷ ଯେତେବେଳେ ଘୂର୍ଣ୍ଣୟନ ସମୟ ମାନେ ଘୂରିବେ, ସେ ଟାଇମରେ ଘର୍ଷଣ ବଳ ଅଛି ସେଟା କମି ଯାଇସି, କାହାର ଦ୍ୱାରା ଅକ୍ଷ ଆଉ ଚକର ଦ୍ୱାରା। ତ ଚକଟା ଅକ୍ଷର ଚାରିପଟେ ଘୁର୍ସି, ଯେନ୍ ଚାରିପଟେ ଘୁର୍ସି ସେଟା ହଉଛି ବାହାରୁ
ବଳ ପ୍ରୟୋଗ କଲେ ଘୁର୍ସି। ତ ସେ ଯେନ୍ ଘୁରବା ଚକଟା ଘୁରିବା ସେଟା କାଣା ହେବା ଗୋଟେ ସମତଳ ଜାଗାରେ ଯାଇପାରସି। ସମତଳରେ ଅତି ସହଜରେ ଅଳ୍ପ ବଳ ପ୍ରୟୋଗ କରି ବି ଯାଇପାରସି। ତ ଇ ଜିନିଷଟା ଆଗକେ ଯାଇକରି ଘୋଡ଼ା ଗାଡ଼ି ଆର ଉଡ଼ାଜାହାଜ ଗାଡ଼ି ଚକରେ ବ୍ୟବହାର କରାଯାଇଛି। ବଳ ପ୍ରୟୋଗ ଦ୍ୱାରା ଗତିଶୀଳ ହେବା ଓ ସୃଷ୍ଟି ଗତିରୋଧକ ବିଷୟରେ ନିମ୍ନରେ ବ୍ୟାଖ୍ୟା କରାଯାଇଛି। ତ ଆମେ ଯେନ୍ ବଳ ପ୍ରୟୋଗ କରିକିରି ଚକକେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକେ ଯିବାର୍ ଲାଗି ଯେନ୍ ସହଜ ହେସି, ଯେନ୍ ଉପଯୋଗ ହେସି, ତାର ଦ୍ୱାରା ପ୍ରତିରୋଧକ ବି ପଡସି। ତ ସେ ଉପରେ କିଛି ତଳେ ବର୍ଣ୍ଣନା କରାଯାଇଛି। ଘୂର୍ଣ୍ଣନ ସ୍ଥାନରେ ସାଧାରଣ ପ୍ରଯୁକ୍ତ ବଳର ପରିମାଣ ସମାନ। ଯେତେବେଳେ ଚକା ଘୁରୁଥିସି ସେ ସମୟନେ ତାର ଯେନ୍ ବଳ ପ୍ରୟୋଗ ହେଇଥିସି ସେଟା ସବୁଆଡେ ସମାନ ଥିସି। ପ୍ରକୃତ ସ୍ଥାନର ଦୂରତ୍ୱ ଅନୁସାରେ ଚକ ଓ ଅକ୍ଷର ଘୂର୍ଣ୍ଣନ ଦୂରତା କମ୍ ହୋଇଥାଏ। ଗୋଟେ ଜାଗାରୁ ଆଉ ଗୋଟେ ଜାଗାକେ ଯିବାର ଟାଇମରେ ଚକ ଆରୁ ଅଖ ତାର ଯେନ୍ ଘୂର୍ଣ୍ଣନ ହେସି ମାନେ ଯେନ୍ ଘୁର୍ସି ତାର ଦୂରତା କମ୍ ହେଇଥିସି ଚକ ଆରୁ ଅଖ ଭିତରେ। ଚକ ଓ ଅଖର ଘୂର୍ଣ୍ଣନ ସ୍ଥାନରେ ଘର୍ଷଣ ବଳ ସାଧାରଣତଃ କମ୍ ହୋଇଥାଏ। ଚକ ଆରୁ ଅଖ ଘୁର୍ସି ତାର ଦ୍ୱାରା କାଣା ହେବା ଯେତେ ବଳ ପଡବାର କଥା ସେତେ ନାଇଁ ପଡିକରି କମ୍ ରେ ବି ହେଇଯାଏସି। ତ ପ୍ରାୟ ୟୁରୋପର ଲୌହ ଯୁଗ କାଳରେ ଲୌହ ନିର୍ମିତ ରିମ୍ ସ୍ପୋକ୍ ଓ ଅଖଦଣ୍ଡ ସମନ୍ୱିତ ଚକ୍ରର ବ୍ୟବହାର କରାଯାଉଥିଲା। ୟୁରୋପରେ କାଣା ହେଲା ଲୌହ ଯୁଗ ଆସିଲା ଟାଇମରେ ମାନେ ଲୁହାର ଯେତେବେଳେ ଆମେ ଫାଷ୍ଟ ବ୍ୟବହାର କଲା ସେ ଟାଇମର ଲୁହାରଟା ରିମ୍ ସ୍ପୋକ୍ ଆର ଅଖ ଯେନ୍ଟା କି ଆମେ କାଠରେ ୟୁଜ୍ କରୁଥିନା ସେଟା ଲୁହାରେ ୟୁଜ୍ କରବାରେ ଲାଗିଲେ ୟୁରୋପରେ, ଯାହାକି ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ମଧ୍ୟ ବ୍ୟବହୃତ ହେଉଥିଲା। ଯେଟା କି ସେ ଟାଇମରୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବ୍ୟବହାର କରୁଥିଲେ। ଦୈନନ୍ଦିନ ଜୀବନରେ ବିଭିନ୍ନ କ୍ଷେତ୍ରରେ ଚକ ଓ ଅକ୍ଷର ବ୍ୟବହାର ବିଷୟରେ ତୁମେ ଲକ୍ଷ୍ୟ କରୁଥିବ। ସ୍ମରଣ ନିମନ୍ତେ ଆମର ଜାତୀୟ ପତାକା ତିରଙ୍ଗାରେ ମଧ୍ୟ ଏକ ଚକ୍ର ଚିହ୍ନ ରଖାଯାଇଛି। ଆମେ ଚକକେ ବ୍ୟବହାର କରୁଛେ ସବୁ ଜାଗାରେ, ତମେ ସବୁ ଦେଖୁଥିବ। ତ ସେ ଚକ ଯେନ୍ ବ୍ୟବହାର କରସା ମାନେ ଆମେ ସ୍ମରଣ ହିସାବରେ କାଣା କି ଆମ ଜାତୀୟ ପତାକାରେ ବି ଚକର ବ୍ୟବହାର କରାଯାଇଛି। ଯେନ୍ଟା କି ତମେ ଦେଖିପାରୁଛ ଏଇ ଚିତ୍ରରେ, ଏଇଟା ସେ ଚକ ଜାତୀୟ ପତାକାରେ କରାଯାଇଛି। ତ ପିଲାମାନେ ଆଜିର ଆମର ପାଠଟା ସରିଲା ଏବଂ ଆଗକୁ ପ୍ରୟୋଗାତ୍ମକ ପ୍ରଶ୍ନାବଳୀ ଅଛି। ତ ଏଇ ଜିନିଷଟା ତମେ ଏଇ ଯେତେ ପଢା ହେଲା ତାକୁ ପଢିକି ତାର ଉତ୍ତର ଗୋଟେ ନୋଟ ଖାତାରେ ଲେଖ। ଥ୍ୟାଙ୍କ ୟୁ।